चंगाई, तेरे नाम में रिहाई, तेरे नाम में भलाई, तेरे नाम की दुहाई, तेरे नाम में चंगाई, तेरे नाम में रिहाई, तेरे नाम में भलाई, तेरे नाम की दुहाई। तेरा नाम है सब नामों में पार, तेरे नाम में हम पाते हैं नज़ार। तेरा नाम है सब नामों में पार, तेरे नाम में हम पाते हैं नज़ार। Yeshua, 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 Yeshua। तेरा नाम है सब नामों में पार, तेरे नाम में हम पाते हैं नज़ार। तेरा नाम है सब नामों में यीशुआ। प्रभु जीसुଙ୍କ ନାମରେ ଆପଣମାନଙ୍କୁ ଅଭିନନ୍ଦନ ଜଣାଏ। ପ୍ରିୟ ବନ୍ଧୁମାନେ, ଆଜି ମୁଁ ଆପଣଙ୍କ ସହିତ ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟ କର୍ମ ଓ ତାହାଙ୍କ ଶକ୍ତି ବିଷୟରେ ଧ୍ୟାନ କରିବାକୁ ଚାହେଁ। ପରମେଶ୍ୱରଙ୍କର ମହାନ ଶକ୍ତି ଅଛି, ପୁଣି ସେ ମୋ ପାଇଁ ଓ ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟ ବିଷୟ କରିବେ। ପ୍ରିୟମାନେ, ଆଜି ଆମେ ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟ ଓ ଶକ୍ତି ବିଷୟରେ ଧ୍ୟାନ କରିବା। ଆପଣଙ୍କ ଓ ମୋ ପାଇଁ ପ୍ରଭୁଙ୍କ ମହାଶକ୍ତି ରହିଅଛି। ଯେକୌଣସି ବିଷୟ ପ୍ରଭୁ ଆପଣଙ୍କ ଓ ମୋ ପାଇଁ କରିବାକୁ ଚାହାନ୍ତି, ସେ ତାହା ଆଶ୍ଚର୍ଯ୍ୟଜନକ ଭାବରେ କରିଥାନ୍ତି। ସେ ପ୍ରତ୍ୟେକ ବିଷୟ ଆଶ୍ଚର୍ଯ୍ୟ ଭାବରେ କରିବାକୁ ଚାହାନ୍ତି। ସ୍ୱର୍ଗ, ପୃଥିବୀ ଓ ସମସ୍ତ ଜଗତ ଉପରେ ତାଙ୍କର ଅଧିକାର ଓ ମହାନ ଶକ୍ତି ରହିଅଛି। ଆଉ ସେ ଆପଣଙ୍କ ପାଇଁ ଶକ୍ତିର କାର୍ଯ୍ୟ କରିବେ। ଆପଣମାନେ ତାହା ଚିନ୍ତା କରିପାରିବେ ନାହିଁ। କି ପ୍ରକାର ଏହି ସମସ୍ତ ବିଷୟ ମୋ ପ୍ରତି ଘଟିବ, ଏହି ପ୍ରକାର ମହାନ ବିଷୟରେ ଆପଣ ବିଶ୍ୱାସ କରି ନ ପାରନ୍ତି। ମୋର ପ୍ରିୟମାନେ, କିନ୍ତୁ ଆଜି ମୁଁ ଆପଣଙ୍କୁ କହୁଅଛି, ସେ ଆପଣଙ୍କ ପାଇଁ ମହାନ ଶକ୍ତିର କାର୍ଯ୍ୟ କରିବେ। ଆପଣଙ୍କ ପାଇଁ ମହାନ ଶକ୍ତିର କାର୍ଯ୍ୟ କରିବେ। ପ୍ରିୟ ବନ୍ଧୁମାନେ, ଆଜି ପରମେଶ୍ୱର ଆପଣଙ୍କୁ ସୁନ୍ଦର ବିଷୟ କହିବାକୁ ଚାହାନ୍ତି। ସେ ମୁକ୍ତିଦାତା ଅଟନ୍ତି। ଆଜି ଅନେକ ଭାବୁଛନ୍ତି ସେମାନେ ପ୍ରଭୁଙ୍କୁ ଜାଣନ୍ତି ଓ ପ୍ରଭୁ ଯୀଶୁଙ୍କୁ ଜାଣନ୍ତି। ପରମେଶ୍ୱର ମହାନ ଆଶ୍ଚର୍ଯ୍ୟକାରୀ, ସମଗ୍ର ପୃଥିବୀରେ ସେହି ଜୀବନ୍ତ ପ୍ରଭୁ ସର୍ବଶକ୍ତିଶାଳୀ ଅଟନ୍ତି। ସେମାନେ ଏହି ପ୍ରକାର ବିଶ୍ୱାସ କରିଥାନ୍ତି। ଆମ୍ଭେ ଆରାଧନା କରୁଅଛୁ, ଆମ୍ଭେ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରୁଅଛୁ କହିଥାନ୍ତି। କିନ୍ତୁ କିଛି ଲୋକ ପ୍ରଭୁଙ୍କ ଶକ୍ତିକୁ ବୁଝିପାରନ୍ତି ନାହିଁ। ବୁଝିପାରନ୍ତି ନାହିଁ। ସେମାନେ ପରମେଶ୍ୱରଙ୍କ ସାଧାରଣ ବୋଲି ଭାବନ୍ତି। କିନ୍ତୁ ମୋ ପ୍ରିୟ ବନ୍ଧୁମାନେ, ଆଜି ମୁଁ ଆପଣଙ୍କ ସହିତ ଆଲୋଚନା କହିବାକୁ ଚାହେଁ। ସମସ୍ତ ବିଷୟ ଉପରେ ପ୍ରଭୁ ଯୀଶୁଙ୍କ ଶକ୍ତି ଓ ଅଧିକାର ରହିଅଛି। ସେ ସମସ୍ତ ବିଷୟ କରିପାରନ୍ତି। ଆପଣଙ୍କ ଆବଶ୍ୟକତା ସେ ଜାଣନ୍ତି। ପବିତ୍ର ବାଇବଲ କୁହେ, ଆମେ ଯାହା ସବୁ ଇଚ୍ଛା କରୁ ତାର 100 ଗୁଣ ପ୍ରଭୁ ଆମକୁ ଦେଇଥାନ୍ତି। ଆମେ ଚିନ୍ତା କରିପାରିବାନି। ପ୍ରିୟମାନେ, ଏହିପରି ଆଶ୍ଚର୍ଯ୍ୟକାରୀ ପ୍ରଭୁ ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟ କର୍ମ କରିବେ। ସେ ସର୍ବଶକ୍ତିମାନ ପ୍ରଭୁ। ପ୍ରାୟ ଲୋକେ ବିଶ୍ୱାସ କରିପାରନ୍ତିନି। ମୁଁ ଆଶୀର୍ବାଦ ପ୍ରାପ୍ତ ନୁହେଁ, ମୋର ଅନେକ ସମସ୍ୟା ରହିଅଛି, ମୋର ଜୀବନରେ ଅନେକ ସମସ୍ୟା ରହିଅଛି, ମୋ ପରିବାର ଆଦି ଛୋଟ ଦୁର୍ବଳ, କେମିତି ଆମେ ଆଶୀର୍ବାଦ ପାଇବୁ? କେହି ଆମକୁ ସାହାଯ୍ୟ କରିବାକୁ ନାହାନ୍ତି, କେମିତି ଆମେ ମହାନ କହିପାରିବା? ଏପରି ଅନେକ ସନ୍ଦେହଜନକ ପ୍ରଶ୍ନ ତାଙ୍କଠାରେ
ଥାଏ। ପ୍ରିୟମାନେ, କିନ୍ତୁ ଆଜି ଈଶ୍ୱରଙ୍କ ଜୀବନ୍ତ ବାକ୍ୟ ଆପଣଙ୍କୁ କହୁଅଛି, ଏହି ଆସାର୍ଯ୍ୟକାରୀ ପ୍ରଭୁ ଆପଣଙ୍କୁ କିଛି ମହାନ କଥା କହିବାକୁ ଚାହାନ୍ତି। ଲୋକେ ଏହି ପ୍ରକାର କହିଥାନ୍ତି, କେମିତି ମୁଁ ଆଶୀର୍ବାଦ ପାଇବି, ମୁକ୍ତି ପାଇବି, ପାପଠାରୁ ଉଦ୍ଧାର ପାଇବି, ଏହିପରି ଭାବିଥାନ୍ତି। କଣ ମୋର ପାପ କ୍ଷମା କରାଯିବ? ଏହା କଣ ସମ୍ଭବ? ଏହି ପ୍ରକାର ଲୋକମାନେ ଚିନ୍ତା କରିଥାନ୍ତି, ଅନେକ ପ୍ରଶ୍ନ ତାଙ୍କ ମନରେ ଆଣିଥାନ୍ତି। କିନ୍ତୁ ବନ୍ଧୁମାନେ, ଆସାର୍ଯ୍ୟକାରୀ ପ୍ରଭୁ ଯୀଶୁ ଆପଣଙ୍କୁ କଥା କହିବାକୁ ଚାହାନ୍ତି। ଏହି ଆଶ୍ଚର୍ଯ୍ୟଜନକ ବାକ୍ୟ ଆପଣଙ୍କଠାରେ ଆସିବାକୁ ପ୍ରସ୍ତୁତ। ଯେରେମିୟା 25:27 ପଦରେ ଏହି ପ୍ରକାର ଲେଖାଯାଏ, ଦେଖ, ଆମ୍ଭେ ସଦାପ୍ରଭୁ ସମ୍ମୁଖର ମଧ୍ୟର ପରମେଶ୍ୱର, ଆମ୍ଭର ଅସାଧ୍ୟ କି କିଛି ଅଛି? ମୋ ପ୍ରିୟ ବନ୍ଧୁମାନେ, ଧ୍ୟାନର ସହିତ ଶୁଣନ୍ତୁ। ପରମେଶ୍ୱର ବର୍ତ୍ତମାନ ଆପଣଙ୍କ ସହ କଥା କହୁଛନ୍ତି। ପ୍ରିୟମାନେ, ହୋଇପାରେ ଆପଣ ଆଜି ଭାବୁଥିବେ, ମୁଁ କେମିତି ଆଶୀର୍ବାଦ ପାଇପାରିବି? କେମିତି ମୁଁ ପାପରୁ ଓ ଅଭିଶାପରୁ ଉଦ୍ଧାର ପାଇବି? ଲୋକେ ଏହିପରି ଅନେକ ସନ୍ଦେହ କରନ୍ତି। ପ୍ରିୟ ଭାଇ ଓ ଭଉଣୀମାନେ, ଲୋକେ ଭାବୁଥିବେ, କେମିତି ମୁଁ ରୋଗରୁ ସୁସ୍ଥ ହେବି? ସମସ୍ୟା, କଷ୍ଟ ଓ ଦୁଃଖରୁ କେମିତି ମୁକ୍ତ ହେବି? ଏହିପରି ସେମାନେ ଭାବୁଥାନ୍ତି। ପ୍ରିୟମାନେ, ଆଜି ପ୍ରଭୁ ଆପଣଙ୍କୁ କଥା କହୁଛନ୍ତି ଏବଂ ତାହା କଦାପି ମିଥ୍ୟା ନୁହେଁ। ଏହା କେବେ ବିଫଳ ହୁଏନି, କାରଣ ଈଶ୍ୱରଙ୍କ ବାକ୍ୟ ସତ୍ୟ ଅଟେ। ପରମେଶ୍ୱର ଆପଣଙ୍କ ସହିତ କଥା କହୁଛନ୍ତି। ତାହାର ତାତ୍ପର୍ଯ୍ୟ କଣ ଜାଣନ୍ତି କି? ଦେଖ, ଆମ୍ଭେ ସଦାପ୍ରଭୁ ସମ୍ମୁଖର ମଧ୍ୟରେ ପରମେଶ୍ୱର, ଆମ୍ଭର ଅସାଧ୍ୟ କି କିଛି ଅଛି? ପ୍ରଭୁ ଆପଣଙ୍କୁ କହୁଛନ୍ତି, ମୋ ପ୍ରିୟମାନେ, ଆମ୍ଭର ଅସାଧ୍ୟ କି କିଛି ଅଛି? ଓ କି ଆଶ୍ଚର୍ଯ୍ୟକାରୀ ପରମେଶ୍ୱର ସେ ଅଟନ୍ତି। ମୋର ପ୍ରିୟମାନେ, ଆଜି ଆଶ୍ଚର୍ଯ୍ୟକାରୀ ପ୍ରଭୁ ଆପଣଙ୍କ ସହ କଥା କହୁଛନ୍ତି। ପ୍ରଭୁ ଆପଣଙ୍କ ସହ କଥା କହୁଛନ୍ତି। ମତେ ବିଶ୍ୱାସ କରନ୍ତୁ, ମତେ ବିଶ୍ୱାସ କରନ୍ତୁ, ଆମ୍ଭର ଅସାଧ୍ୟ କି କିଛି ଅଛି? ସମସ୍ତ ବିଷୟ ପ୍ରଭୁଙ୍କ ବାକ୍ୟରେ ସମ୍ଭବ। ପ୍ରିୟ ବନ୍ଧୁମାନେ, ସମସ୍ତ ବିଷୟ ପ୍ରଭୁଙ୍କ ବାକ୍ୟରେ ସମ୍ଭବ। ସେ ମହାନ ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି। ସେ ସୃଷ୍ଟିକର୍ତ୍ତା ଅଟନ୍ତି। ସୃଷ୍ଟାଙ୍ଗର ସୃଷ୍ଟି ବସ୍ତୁ ଉପରେ ଅଧିକାର ରହିଅଛି। ଆପଣମାନେ ଚିନ୍ତିତ ହୁଅନ୍ତୁ ନାହିଁ। ପ୍ରିୟ ବନ୍ଧୁମାନେ, ଆମ୍ଭମାନଙ୍କୁ ବର୍ତ୍ତମାନ ଗୋଟିଏ ବିଷୟ ଜାଣିବା ଆବଶ୍ୟକ ରହିଅଛି। ଏହି ପରମେଶ୍ୱର ଆପଣଙ୍କୁ ଓ ମୋତେ କହୁଛନ୍ତି, ଆମ୍ଭର ଅସାଧ୍ୟ କି କିଛି ଅଛି? ସମସ୍ତ ବିଷୟ ପରମେଶ୍ୱରଙ୍କ ବାକ୍ୟରେ ସମ୍ଭବ। ମୋ ପ୍ରିୟମାନେ, ତାଙ୍କଠାରେ ସମସ୍ତ ବିଷୟ ସମ୍ଭବ ଅଟେ। ଯଦି ଲୋକେ ଆପଣଙ୍କୁ ସାହାଯ୍ୟ କରନ୍ତିନି, ଅର୍ଥ ଆପଣଙ୍କୁ ସାହାଯ୍ୟ କରିପାରୁନି, ଆପଣଙ୍କ ବଳ ଶକ୍ତି ଆପଣଙ୍କୁ ସାହାଯ୍ୟ କରିପାରୁନି, କିନ୍ତୁ ଏହି ଆଶ୍ଚର୍ଯ୍ୟକାରୀ ପ୍ରେମିକ ପ୍ରଭୁ ଯୀଶୁ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ସାହାଯ୍ୟ କରିପାରନ୍ତି। ସେ ଆପଣଙ୍କ ପାପ ଓ ଅଭିଶାପରୁ ଉଦ୍ଧାର କରିବାକୁ ଚାହାନ୍ତି। ଥରେ ଯୀଶୁ ଓ ଶିଷ୍ୟମାନେ ଥିଲେ। ସେହି ସମୟରେ ଶିଷ୍ୟମାନେ ସେବା କାର୍ଯ୍ୟ ବିଷୟରେ ଭୟ କରୁଥିଲେ। କେମିତି ଆମେ କରିବୁ? କେମିତି ସେବା କାର୍ଯ୍ୟ କରିବୁ? କେମିତି ସମସ୍ୟାକୁ ଅତିକ୍ରମ କରିବୁ? ଏହି ପ୍ରକାର ଶିଷ୍ୟମାନଙ୍କର ଅନେକ ଭାବନା ଥିଲା। କିନ୍ତୁ ଯୀଶୁ ଖ୍ରୀଷ୍ଟ ସେମାନଙ୍କୁ କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। ଯଦି ଆପଣମାନେ ମାର୍କ 1:21-25 ପଦ ପର୍ଯ୍ୟନ୍ତ ପଢିବେ, ପରମେଶ୍ୱର ଯୀଶୁଙ୍କର ବୁଦ୍ଧମାନଙ୍କ ଉପରେ କି ପ୍ରକାର ଅଧିକାର ରହିଅଛି ତାହା ଜାଣିପାରିବେ। ଯେଉଁ ବୁଦ୍ଧାତ୍ମା ଲୋକମାନଙ୍କୁ ବିଶୃଙ୍ଖଳା କରୁଛି, ଯେଉଁ ଭୂତ ଓ ଦୁଷ୍ଟ ଆତ୍ମା ଲୋକମାନଙ୍କୁ ବିଶୃଙ୍ଖଳା କରୁଅଛି,
ଏହି ଆସୁଛି ଆତ୍ମା ଓ ଦୁଷ୍ଟ ଆତ୍ମା ଉପରେ ଯୀଶୁଙ୍କର କି ପ୍ରକାର ମହାନ ଅଧିକାର ରହିଅଛି ତାହା ଆମ୍ଭେମାନେ ଦେଖିପାରିବା। ମୁଁ ଜାଣେ ଅନେକ ଲୋକ ସମସ୍ୟା ଓ ରୋଗରେ ପଡ଼ିଥାନ୍ତି ଏବଂ ପୁତ୍ରଗ୍ରସ୍ତ ହୋଇଥାନ୍ତି। ସେମାନେ ଶୈତାନର ଶକ୍ତିକୁ ଅତିକ୍ରମ କରିପାରନ୍ତିନି। କିଛି ପରିବାରରେ ବହୁତ ସମସ୍ୟା ଥାଏ। ଏହି ସମସ୍ତ ସମସ୍ୟାରୁ ସର୍ବଶକ୍ତିମାନ ଈଶ୍ୱର ଆପଣଙ୍କୁ ଉଦ୍ଧାର ଓ ସୁରକ୍ଷା କରିବେ। ପ୍ରିୟ ବନ୍ଧୁମାନେ, ସେ ସୁରକ୍ଷା କରିବେ, ଆଶୀର୍ବାଦ କରିବେ ଓ ଉଦ୍ଧାର କରିବେ। ଚିନ୍ତା କରନ୍ତୁ ନାହିଁ, ତାଙ୍କର ଅଧିକାର ଓ ଶକ୍ତି ରହିଅଛି। ଧ୍ୟାନର ସହିତ ଶୁଣନ୍ତୁ। ଯଦି ଆପଣମାନେ ମାର୍କ 1:22 ବଢିବେ ସେଠାରେ ଦେଖିପାରିବେ ଲୋକମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ଯୀଶୁ ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାର ପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ। ପ୍ରିୟ ବନ୍ଧୁମାନେ, ଯୀଶୁ ସମାଜ କୁରୁଘରେ ଶିକ୍ଷା ଦେଉଥିଲେ, କିନ୍ତୁ ସେ ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ଦେଉନଥିଲେ। ଯୀଶୁ ଅନ୍ୟମାନଙ୍କ ପରି ଶିକ୍ଷା ଦେଉନଥିଲେ, କିନ୍ତୁ ଯୀଶୁ ଖ୍ରୀଷ୍ଟ ଅଧିକାର ସହିତ ଶିକ୍ଷା ଦେଉଥିଲେ ଓ ପ୍ରଚାର କରୁଥିଲେ। ଅଧିକାର ପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ। ପ୍ରିୟ ବନ୍ଧୁମାନେ, ତାହା ଆଦି ଉତ୍ତମ ଅଟେ, କାରଣ ଆମ ପରମେଶ୍ୱର ଆମ ପିତା ଅଟନ୍ତି। ତାଙ୍କର ଅଧିକାର ରହିଅଛି। ଆପଣମାନଙ୍କୁ ବିଶ୍ୱାସ କରିବା ଆବଶ୍ୟକ ଓ ମାଗିବା ଆବଶ୍ୟକ। ଯୀଶୁ ଆପଣଙ୍କ ଅଧିକାର ଦ୍ୱାରା ମୋତେ ଉଦ୍ଧାର କରନ୍ତୁ, ସୁସ୍ଥ କରନ୍ତୁ, ଆଶୀର୍ବାଦ କରନ୍ତୁ ଏବଂ ଆପଣଙ୍କ ଶକ୍ତି ଓ ଅଧିକାର ଦ୍ୱାରା ମୋତେ ମୁକ୍ତି କରନ୍ତୁ। ଯଦି ଏହି ପ୍ରକାର ତାଙ୍କୁ ମାଗିବେ, ଡାକିବେ, ସେହି ଶକ୍ତି ଆପଣଙ୍କ ଉପରେ ଆସିବ। ସେହି ଆଶ୍ଚର୍ଯ୍ୟକାରୀ ଶକ୍ତି, ପୁଣି ସେହି ଶକ୍ତି ଆପଣଙ୍କ ପରିବାର, ବ୍ୟବସାୟ ଓ ଆପଣଙ୍କ ଶରୀରରେ ଆସିବ। ଯେତେବେଳେ ସେହି ଶକ୍ତି ଆପଣଙ୍କ ଉପରେ ଆସିବ, ଆପଣଙ୍କର ସମସ୍ତ ସମସ୍ୟା, ରୋଗ, ଦୁଃଖ ଓ ଯନ୍ତ୍ରଣା, ମୋ ପ୍ରିୟମାନେ, ଆପଣଙ୍କ ଠାରୁ ଚାଲିଯିବ। ତାହା ହିଁ ଆଶ୍ଚର୍ଯ୍ୟକାରୀ ଶକ୍ତି ଅଟେ। ଶୁଣନ୍ତୁ, 23 ଏବଂ 24 ବାକ୍ୟ ଏହି ପ୍ରକାର କୁହେ, ଯୀଶୁ ସମାଜ ଗୃହରେ ଶିକ୍ଷା ଦେଉଥିଲେ। ପୁଣି ସେଠାରେ ଏକ ଦୁଷ୍ଟ ଆତ୍ମା ବିଷ୍ଟ ବ୍ୟକ୍ତି ଥିଲେ। ଆଉ ସେହି ବ୍ୟକ୍ତିକୁ କେହି ସୁସ୍ଥ କରିପାରୁନଥିଲେ। କିନ୍ତୁ ସେହି ଭୂତଗ୍ରସ୍ତ ବ୍ୟକ୍ତି ଯୀଶୁଙ୍କୁ ଦେଖି ସଙ୍ଗେ ସଙ୍ଗେ ଚିତ୍କାର କଲା। ସେ ଶାନ୍ତିରେ ରହିପାରିଲାନି। ସେଇ କୋଣୀ ବସିଛି ଆତ୍ମା ପିଷ୍ଟ ଲୋକ ଚିତ୍କାର କରି କହିଲା, ହେ ନାଜରେତୀୟ ଯୀଶୁ, ତୁମ୍ଭ ସଙ୍ଗରେ ଆମର କଣ ଅଛି? ତୁମ୍ଭେ କି ଆମକୁ ବିନାଶ କରିବାକୁ ଆସିଲ? ତୁମ୍ଭେ କିଏ? ତୁମ୍ଭେ ଈଶ୍ୱରଙ୍କର ସେହି ପବିତ୍ର ବ୍ୟକ୍ତି। ତୁମ୍ଭେ ଈଶ୍ୱରଙ୍କର ସେହି ପବିତ୍ର ବ୍ୟକ୍ତି। ସେହି ପ୍ରକାର ଆସିଛି ଆତ୍ମା ପିଷ୍ଟ ଲୋକ କହିଲା। ପ୍ରିୟମାନେ, ଦେଖନ୍ତୁ, ବୁଦ୍ଧମାନେ ମଧ୍ୟ ଯୀଶୁଙ୍କ ଶକ୍ତି ବିଷୟ ଜାଣନ୍ତି। ଦୁଷ୍ଟ ଆତ୍ମା ଯୀଶୁଙ୍କୁ ଚିହ୍ନନ୍ତି, ତାହା ଆଶ୍ଚର୍ଯ୍ୟ ବିଷୟ ଅଟେ। ଦୁଷ୍ଟ ଆତ୍ମା ଯୀଶୁଙ୍କୁ ଚିହ୍ନନ୍ତି, ତାହା ଆଶ୍ଚର୍ଯ୍ୟ ବିଷୟ ଅଟେ। ଏଇଠି ବୁଦ୍ଧାତ୍ମା ଯୀଶୁଙ୍କୁ ଦେଖି ଚିତ୍କାର କରୁଛି, ଯୀଶୁ, ତୁମେ ଆମକୁ ବିନାଶ କରିବାକୁ ଚାହୁଁଛ? ଯୀଶୁ, ତୁମେ ଆମକୁ ବିନାଶ କରିବାକୁ ଚାହୁଁଛ? ପୁଣି ଦୁଷ୍ଟାତ୍ମା କହିଲା, ଆପଣ କିଏ? ମୁଁ ତାହା ଜାଣେ। ମୋ ପ୍ରିୟମାନେ, ଏହା କି ରହସ୍ୟ ଅଟେ। ଯଦି ଆମେ ବୁଦ୍ଧଗ୍ରସ୍ତ ଲୋକଙ୍କ ନିକଟକୁ ଯାଉ, ବୁଦ୍ଧଗ୍ରସ୍ତ ଲୋକ ଶାନ୍ତିରେ ରହିପାରନ୍ତିନି। ସେ ତାହାଙ୍କ ଠାରୁ ଚାଲିବାକୁ ପ୍ରସ୍ତୁତ କୁହନ୍ତି ଓ ସମସ୍ୟା ଚାଲିଯିବାକୁ ପ୍ରସ୍ତୁତ କୁହେ। ଯେତେବେଳେ ଯୀଶୁଙ୍କ ନାମରେ ସବୁ ସମସ୍ୟା ଚାଲିଯାଉ, ଆଉ ସଙ୍ଗେ ସଙ୍ଗେ ତାହା ଚାଲିଯାଏ। ସମସ୍ତ ପ୍ରକାର ବିଶୃଙ୍ଖଳା ଚାଲିଯିବ। ପ୍ରିୟ ବନ୍ଧୁମାନେ, ଯୀଶୁଙ୍କ ନାମରେ ମହାନ ଶକ୍ତି ଅଛି। ଯୀଶୁ ଭୂତଗ୍ରସ୍ତ ବ୍ୟକ୍ତିକୁ ଦେଖିଲେ ଏବଂ କହିଲେ, ସୁପକାର, ବାହାରି ଯା।
ଯେତେବେଳେ ଯୀଶୁ ଏହି ପ୍ରକାର କହିଲେ ସଙ୍ଗେ ସଙ୍ଗେ ଆସୁଛି ଆତ୍ମା ସେହି ବ୍ୟକ୍ତିକୁ ମୋଡ଼ି ପକାଇ ତାହାଠାରୁ ବାହାରିଗଲା। ଯେତେବେଳେ ଦୁଷ୍ଟ ଆତ୍ମା ଚିତ୍କାର କରି ସେହି ବ୍ୟକ୍ତିଠାରୁ ବାହାରିଗଲା, ସେହି ବ୍ୟକ୍ତି ଶାନ୍ତି ଓ ଆନନ୍ଦ ଅନୁଭବ କଲା, ସେ ସୁସ୍ଥିର ହେଲା। ମୋ ପ୍ରିୟ ବନ୍ଧୁମାନେ, ଏଠାରେ କଣ ହେଉଛି? ପବିତ୍ର ବାଇବଲ କୁହେ ଦୁଷ୍ଟ ଆତ୍ମା ବୁଦ୍ଧ ଆତ୍ମା ବିଷ୍ଟ ସେହି ବ୍ୟକ୍ତିଠାରୁ ବାହାରିଗଲା, ପୁଣି ସେହି ବ୍ୟକ୍ତି ଶାନ୍ତି ଓ ଆନନ୍ଦ ଅନୁଭବ କଲା। ହୋଇପାରେ ଆଜି ଲୋକଙ୍କ ଜୀବନରେ ଅନେକ କଷ୍ଟ ଓ ସମସ୍ୟା ଥାଇପାରେ। ବିନା କାରଣରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଓ ବିନା କାରଣରେ ଶରୀରରେ ସମସ୍ୟା, କାରଣ ନଥାଇ ବ୍ୟବସାୟରେ କ୍ୟୋକ୍ତି ପରେ କ୍ୟୋକ୍ତି, ବିନା କାରଣରେ ଡଙ୍ଗା କୋଚାନ୍ଦ, କୌଣସି କାରଣ ନାହିଁ। କିନ୍ତୁ ଏହି ପ୍ରକାର ଅନେକ ସମସ୍ୟା ରହିଥାଏ। ମୋ ପ୍ରିୟର ବନ୍ଧୁଗଣ, ହୋଇପାରେ ଆଜି ଆପଣଙ୍କ ଜୀବନରେ ମଧ୍ୟ କାରଣ ନଥାଇ ଅନେକ ସମସ୍ୟା ଥାଇପାରେ। ପୁଣି ଆପଣ ଆଶୀର୍ବାଦ ପାଇପାରିବେନି, ଉଦ୍ଧାର ପାଇପାରିବେନି, ମୁକ୍ତି ପାଇପାରିବେନି। ଏହି ପ୍ରକାର ଅନେକ ସମସ୍ୟା ଆପଣଙ୍କ ମଧ୍ୟରେ ରହିଥାଇପାରେ। ଏହି ଆଶ୍ଚର୍ଯ୍ୟକାରୀ ପରମେଶ୍ୱର ସର୍ବଦା ସଙ୍ଗରେ ରହିଛନ୍ତି। ଭୁଲି ଯାଆନ୍ତୁ ନାହିଁ, ଏହି ଆଶ୍ଚର୍ଯ୍ୟକାରୀ ପ୍ରଭୁ ସର୍ବଦା ଆପଣଙ୍କ ସହିତ ଅଛନ୍ତି। ମୋ ପ୍ରିୟ ବନ୍ଧୁମାନେ, ବେଳେ ବେଳେ ଆପଣମାନେ ତାଙ୍କୁ ଡାକିଥାନ୍ତି। ଯେତେବେଳେ ଆପଣମାନେ ସମସ୍ୟାରେ, ରୋଗରେ, କଷ୍ଟରେ, ଦୁଃଖରେ ରହିଥାନ୍ତି, ଆପଣମାନେ ପ୍ରାୟ ସବୁବେଳେ ପ୍ରଭୁ ଯୀଶୁଙ୍କୁ ଡାକିଥାନ୍ତି। ପୁଣି ସେ ସଦା ସର୍ବଦା ଆପଣଙ୍କୁ ସୁରକ୍ଷା କରିଥାନ୍ତି ଓ ଆପଣଙ୍କୁ ଉଦ୍ଧାର କରିବାକୁ ପ୍ରଭୁ ଯୀଶୁ ସଦା ସର୍ବଦା ପ୍ରସ୍ତୁତ ଅଟନ୍ତି। କିଛି ଲୋକ ସେମାନଙ୍କ ଅଭିଶାପ ନିମନ୍ତେ ବ୍ୟସ୍ତ ହୋଇଥାନ୍ତି। କିଛି ଲୋକ ପାପ, ଶ୍ରାପ, ମନ୍ତ୍ର, ତନ୍ତ୍ର, ବୁଣି ଖରଡ଼ି ବିଷୟ ନେଇ ବ୍ୟସ୍ତ ଓ ଭୟ କରିଥାନ୍ତି। ମୋ ପ୍ରିୟମାନେ, ଆଜି ମୁଁ ଆପଣମାନଙ୍କ ସହିତ କଥା କହିବାକୁ ଚାହୁଁଛି। ଏହା ମୋଠାରୁ ନୁହେଁ, କିନ୍ତୁ ପବିତ୍ର ବାଇବଲ ଅନୁସାରେ କଥା କହିବାକୁ ଚାହେଁ। ଆପଣମାନେ ଚିନ୍ତା କରନ୍ତୁନି। ଯାହା ଆପଣଙ୍କୁ ବିଶୃଙ୍ଖଳା କରୁଅଛି, ଧ୍ୟାନ ଦିଅନ୍ତୁ। ଯାହା ଆପଣଙ୍କୁ ବିନାଶ କରିବାକୁ ଚାହେଁ, ସେହି ସବୁ ସମସ୍ୟା ପ୍ରିୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଚାଲିଯିବ। ଏହା ସତ୍ୟ। ମୋ ପ୍ରିୟ ବନ୍ଧୁମାନେ, ଏହା ସତ୍ୟ ଅଟେ। ଯେଉଁମାନେ ବିଶ୍ୱାସ କରନ୍ତି ଏବଂ ବିଶ୍ୱାସର ସହିତ ଯୀଶୁଙ୍କୁ ଡାକନ୍ତି, ଯୀଶୁ ମୋ ପରିବାରକୁ ସାହାଯ୍ୟ କରନ୍ତୁ, ମୋତେ ପାରିବାରିକ ବିଶୃଙ୍ଖଳାରୁ ମୁକ୍ତ କର, ମୋ ପରିବାରର ଅଭିଶାପରେ, ମନ୍ତ୍ର, ତନ୍ତ୍ର ଏବଂ ପୁଣି ଖରଡ଼ିରେ ଆକ୍ରାନ୍ତ, ପ୍ରଭୁ ମୋତେ ଉଦ୍ଧାର କର। ଯଦି ଆପଣ ଏହି ପ୍ରକାର ଯୀଶୁଙ୍କୁ ଜଣାଇବେ, ଆଶ୍ଚର୍ଯ୍ୟ ଭାବରେ ଯୀଶୁ ଆପଣମାନଙ୍କୁ ମୁକ୍ତି ଓ ଉଦ୍ଧାର କରିବେ। ଆପଣଙ୍କ ସବୁ ସମସ୍ୟା ଚାଲିଯିବ। ଆପଣଙ୍କ ସବୁ ସମସ୍ୟା ଚାଲିଯିବ। ଏହା ଆଶ୍ଚର୍ଯ୍ୟ ରହସ୍ୟ ଅଟେ। ଏହି ଆଶ୍ଚର୍ଯ୍ୟକାରୀ ଆପଣଙ୍କୁ ଉଦ୍ଧାର କରିବେ। ପୁଣି ସେ ଆପଣଙ୍କୁ ପ୍ରଚୁର ଆଶୀର୍ବାଦ କରିବେ। ଦେଖନ୍ତୁ, ଏଠାରେ ଲୋକମାନେ ଯୀଶୁଙ୍କ ଚରିତ୍ର ବିଷୟ ଦେଖୁଛନ୍ତି। ଯଦି ଆପଣମାନେ ସତେଇଶ ବୋଧ ପଢ଼ିଲେ ଜାଣିପାରିବେ, ଏଥିରେ ସମସ୍ତେ ଏତେ ବିସ୍ମୟାନ୍ୱିତ ହେଲା ଯେ ସେମାନେ ପାଦାନୁପାଦ କରି କହିବାକୁ ଲାଗିଲା, ଏ କଣ ଏତେ ଅଧିକାର ଯୁକ୍ତ ନୂତନ ଶିକ୍ଷା? ସେ ଆସୁଛି ଆତ୍ମାଙ୍କୁ ସୁଧା ଆଦେଶ ଦିଅନ୍ତି, ଆଉ ସେମାନେ ତାହାଙ୍କ ଆଜ୍ଞା ମାନନ୍ତି। ମୋ ପ୍ରିୟ ବନ୍ଧୁମାନେ, ଧ୍ୟାନର ସହିତ ଶୁଣନ୍ତୁ। ଯେଉଁ ଲୋକମାନେ ଯୀଶୁଙ୍କ ଶିକ୍ଷା ଶୁଣିଲେ, ସେମାନେ ଏହି ପ୍ରକାର କହିଲେ, ଏହି ସ୍ଥାନରେ କଣ ହେଉଛି? ଏହି ସ୍ଥାନରେ କଣ ହେଉଛି? ଏହି ଲୋକ ଦୁଷ୍ଟ ଆତ୍ମାଙ୍କୁ ଆଜ୍ଞା ଦେଲେ, ଆଉ ଦୁଷ୍ଟ ଆତ୍ମା ସେହି ଲୋକଠାରୁ ବାହାରିଗଲା। ଭୂତ ତାଙ୍କର ଆଜ୍ଞା ମାନିଲା। ପୁଣି ଏହି ବ୍ୟକ୍ତିଙ୍କ ଶିକ୍ଷା ଅଧିକାର ଓ ଶକ୍ତି ଯୁକ୍ତ ଅଟେ।
ଆଉ ସେମାନେ ଯୀଶୁଙ୍କ ଶିକ୍ଷା ଓ କାର୍ଯ୍ୟ କଳାପ ଦେଖି ଆଶ୍ଚର୍ଯ୍ୟାନ୍ୱିତ କଲେ। ମୋ ପ୍ରିୟମାନେ, ସେ ଆଶ୍ଚର୍ଯ୍ୟକାରୀ ଅଟନ୍ତି। ସେ ଆପଣଙ୍କୁ ଆଶ୍ଚର୍ଯ୍ୟ ଭାବରେ ଉଦ୍ଧାର, ସୁରକ୍ଷା ଓ ଆଶୀର୍ବାଦ କରିବେ। ଯୀଶୁଙ୍କ ନାମରେ ଆପଣଙ୍କ ସମସ୍ତ ବିଶୃଙ୍ଖଳା ଦୂରେଇ ଯିବ। ରୋଗ, ଯନ୍ତ୍ରଣା, ପାପ ଓ ଅଭିଶାପ ସବୁ ଦୂରେଇ ଯିବ। କାରଣ ଏହି ଆଶ୍ଚର୍ଯ୍ୟକାରୀ ପ୍ରଭୁ ଯୀଶୁ ଆପଣଙ୍କ ତ୍ରାଣକର୍ତ୍ତା ଅଟନ୍ତି। ଆଶ୍ଚର୍ଯ୍ୟ ଭାବରେ ସେ ଆପଣଙ୍କ ପାପ କ୍ଷମା କରି ଅଭିଶାପରୁ ମୁକ୍ତ କରିବେ। କେବଳ ସେଇଥିପାଇଁ ପ୍ରିୟ ଯୀଶୁ କ୍ରୁଶରେ ମଲେ। ସେ ଆପଣଙ୍କ ପାପ ସକାଶେ ତାଙ୍କ ପବିତ୍ର ରକ୍ତ ଦାନ କଲେ। ପୁଣି ତାଙ୍କର ପବିତ୍ର ରକ୍ତ ଆମର ସବୁ ପାପକୁ ପରିଷ୍କାର କରିବାରେ ଆପଣମାନେ କୌଣସି ଚିନ୍ତା କରନ୍ତୁ ନାହିଁ। ମୋ ପ୍ରିୟ ବନ୍ଧୁମାନେ, ବର୍ତ୍ତମାନ ମୁଁ ଆପଣଙ୍କ ପାଇଁ ପ୍ରାର୍ଥନା କରିବାକୁ ଚାହୁଁଛି। ସେହି ପ୍ରାର୍ଥନା ସମୟରେ ଆପଣମାନେ ମଧ୍ୟ ମୋ ସହିତ ପ୍ରାର୍ଥନା କରନ୍ତୁ। ପ୍ରଭୁଙ୍କଠାରେ ପ୍ରାର୍ଥନା କରନ୍ତୁ। ମୋ ସହିତ ପାଳି ତୋରନ୍ତୁ। ନିଶ୍ଚିତ ଭାବରେ ପ୍ରଭୁ ଯୀଶୁ ଆପଣଙ୍କୁ ରୋଗ, ଦୁଃଖ, କଷ୍ଟ, ସମସ୍ୟା, ପାପ ଓ ଅଭିଶାପରୁ ରକ୍ଷା କରିବେ, ଉଦ୍ଧାର କରିବେ। ଆମେ ସମସ୍ତେ ଈଶ୍ୱରଙ୍କ ମୁଖ ଅନ୍ୱେଷଣ କରିବା। ସମସ୍ତେ ଆଖି ବନ୍ଦ କରନ୍ତୁ। ଆମେ ପ୍ରାର୍ଥନା କରିବା। ପ୍ରେମିକ ଯୀଶୁ ବାପା, ମୁଁ ଏହି ସମସ୍ତ ଲୋକମାନଙ୍କୁ ଆପଣଙ୍କ ହସ୍ତରେ ସମର୍ପଣ କରୁଅଛି। ପିତା, ଏହି ପ୍ରତ୍ୟେକ ଲୋକଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ। ପ୍ରଭୁ, ଆପଣଙ୍କର ଅଧିକାର ଓ ଶକ୍ତି ରହିଅଛି। ଆପଣଙ୍କର ଅଧିକାର ଓ ମହାନ ଶକ୍ତି ରହିଅଛି ବାପା। ସେହି ଶକ୍ତି ଦ୍ୱାରା ଏହି ଲୋକମାନଙ୍କୁ ସୁସ୍ଥ କରନ୍ତୁ ପ୍ରଭୁ। ଯେଉଁମାନଙ୍କର ପରିବାରର ମଧ୍ୟରେ ବିଶୃଙ୍ଖଳା ରହିଅଛି, ଯେଉଁମାନଙ୍କର ପରିବାର, ବ୍ୟବସାୟ କିମ୍ବା ବ୍ୟକ୍ତିଗତ ଜୀବନରେ ସମସ୍ୟା ଓ ବିଶୃଙ୍ଖଳା ରହିଅଛି, ସେମାନଙ୍କୁ ସେହି ସବୁ ସମସ୍ୟାଠାରୁ ଉଦ୍ଧାର ଓ ରକ୍ଷା କରନ୍ତୁ ପ୍ରଭୁ। ମୁଁ ଏହି ପ୍ରକାର ସମସ୍ୟା ଓ କଷ୍ଟରେ ଥିବା ସମସ୍ତ ଲୋକଙ୍କ ପାଇଁ ପ୍ରାର୍ଥନା କରୁଅଛି ପିତା। ଏମାନଙ୍କୁ ଉଦ୍ଧାର ଓ ଅନୁଗ୍ରହ କରନ୍ତୁ। ମୁଁ ଏହି ସମସ୍ତ ବିଷୟକୁ ପ୍ରଭୁ ଯୀଶୁଙ୍କ ଶକ୍ତିଶାଳୀ ନାମରେ ଧମକ ଦେଉଅଛି। ହେ ଈଶ୍ୱର, ଏହି ସମସ୍ତଙ୍କୁ ସମସ୍ୟାରୁ ଉଦ୍ଧାର କରି ଆଶୀର୍ବାଦ କରନ୍ତୁ ପ୍ରଭୁ। ଏହି ସମସ୍ତଙ୍କୁ ତାଙ୍କର ପାପ ଓ ଅଭିଶାପକୁ ଧୋଇ ଦିଅନ୍ତୁ ବାପା ଏବଂ ସଂକଟଠାରୁ ଉଦ୍ଧାର କରନ୍ତୁ। କାରଣ ଆପଣ ମହାନ ସର୍ବଶକ୍ତିମାନ ଈଶ୍ୱର ଅଟନ୍ତି। ଏମାନଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ। କାରଣ ଏହାଙ୍କ ପାଇଁ ଆପଣଙ୍କ ମହାନ ଯୋଜନା ରହିଅଛି ପ୍ରଭୁ। ପ୍ରିୟ ପିତା, ଆପଣଙ୍କ ଦୟା ଅନୁଗ୍ରହ ତାହାଙ୍କ ପ୍ରତି ହେଉ ପ୍ରଭୁ। ମୁଁ ଏହି ସମସ୍ତଙ୍କୁ ଆପଣଙ୍କ ଠାରେ ସମର୍ପଣ କରୁଛି। ଏହିମାନଙ୍କୁ ଉଦ୍ଧାର କରନ୍ତୁ। ସ୍ୱତନ୍ତ୍ର ଭାବରେ ଯେଉଁମାନଙ୍କର ଦେହ ଓ ମନ ଅସୁସ୍ଥ ଅଛି, ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରି ଦିଅନ୍ତୁ ପିତା। ମୁଁ ତାଙ୍କ ପାଇଁ ପ୍ରାର୍ଥନା କରେ ପ୍ରଭୁ, ସେମାନଙ୍କୁ ସୁସ୍ଥ କରନ୍ତୁ, ଶାନ୍ତି ଓ ଆନନ୍ଦ ଦିଅନ୍ତୁ। ସମସ୍ତ ବିଶୃଙ୍ଖଳାରୁ ଉଦ୍ଧାର କରନ୍ତୁ, ଆଶୀର୍ବାଦ କରନ୍ତୁ ପ୍ରଭୁ। ଆଜି ଏହି କାର୍ଯ୍ୟକ୍ରମ ଦେଖୁଥିବା ପ୍ରତ୍ୟେକ ଲୋକଙ୍କୁ ଆଶୀର୍ବାଦ କରନ୍ତୁ। ଯୀଶୁ ବାପା, ସେମାନଙ୍କୁ ଦୟା କରନ୍ତୁ। ଯୀଶୁଙ୍କ ମହାନ ଶକ୍ତିଶାଳୀ ନାମରେ ମୁଁ ଏମାନଙ୍କୁ ଆଶୀର୍ବାଦ କରୁଅଛି ପ୍ରଭୁ। ଏମାନଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ। ପରମେଶ୍ୱର ଏମାନଙ୍କୁ ଉଦ୍ଧାର କରନ୍ତୁ, ବିଶୃଙ୍ଖଳାରୁ ମୁକ୍ତ କରନ୍ତୁ, ଶାନ୍ତି ଦିଅନ୍ତୁ। ପ୍ରିୟ ଯୀଶୁ ଖ୍ରୀଷ୍ଟଙ୍କ ମହାନ ଓ ପବିତ୍ର ନାମରେ ମୁଁ ପ୍ରାର୍ଥନା ମାଗିଲୁ ପିତା ପରମେଶ୍ୱର। ଆମେନ୍, ଆମେନ୍। ମୋ ପ୍ରିୟ ବନ୍ଧୁମାନେ, ଏହା ଅତି ସୁନ୍ଦର ସମୟ ଅଟେ। ଆପଣମାନଙ୍କ ପାଇଁ ଏହା ଆଶ୍ଚର୍ଯ୍ୟ ଓ ସୁନ୍ଦର ସମୟ ଅଟେ। ଅନେକ ଲୋକ ଏହି ରହସ୍ୟ ଜାଣନ୍ତିନି। ପ୍ରିୟ ବନ୍ଧୁମାନେ, କିନ୍ତୁ ଆପଣମାନେ ଆଶୀର୍ବାଦ ପ୍ରାପ୍ତ ଅଟନ୍ତି। ନିଶ୍ଚୟ ଆପଣମାନେ ଆଶୀର୍ବାଦ ପ୍ରାପ୍ତ ହେବେ।
ହୋଇପାରେ କିଛି ଲୋକ ବିଶ୍ୱାସ କରିପାରନ୍ତିନି, କିନ୍ତୁ ଏହା ପ୍ରକୃତ ସତ୍ୟ ଅଟେ। ଆପଣମାନେ ଆଶୀର୍ବାଦ ପ୍ରାପ୍ତ କେବେ ଅନୁଗ୍ରହ ପାଇପାରିବେ, ଏଥିରେ କୌଣସି ସନ୍ଦେହ ନାହିଁ। କାରଣ ଏହି ଆଶ୍ଚର୍ଯ୍ୟକାରୀ ପରମେଶ୍ୱର ଆପଣଙ୍କୁ ନିଶ୍ଚିତ ଭାବରେ ଆଶୀର୍ବାଦ କରିବେ। ଏହା ରହସ୍ୟ ଅଟେ ଓ ସତ୍ୟ ଅଟେ। ସମଗ୍ର ପୃଥିବୀ ମଧ୍ୟରେ ଏହା ହିଁ ସତ୍ୟ ଅଟେ। ଏହାଠାରୁ କୌଣସି ସତ୍ୟତା ଆଉ ବଡ଼ ନୁହେଁ। ଏହି ଆଶ୍ଚର୍ଯ୍ୟ କର୍ମକାରୀ ପ୍ରଭୁ ଆପଣଙ୍କ ବାପା ଓ ମା ଅଟନ୍ତି। ସେ ଆପଣଙ୍କ ପାଇଁ ଆଶୀର୍ବାଦ କରିବେ। ଆପଣମାନେ ଆପଣଙ୍କ ବର୍ତ୍ତମାନ ପରିସ୍ଥିତି ସକାଶେ ଚିନ୍ତିତ ହୁଅନ୍ତୁ ନାହିଁ। ଆପଣଙ୍କ ବର୍ତ୍ତମାନର ପରିସ୍ଥିତି ହେଉନା କାହିଁକି ଚିନ୍ତା କରନ୍ତୁନି। ସେ ଆପଣଙ୍କ ସମସ୍ତ ସମସ୍ୟା ଓ କଷ୍ଟରୁ ଆପଣଙ୍କୁ ମୁକ୍ତ କରିବେ, ଉଦ୍ଧାର କରିବେ। ଚିନ୍ତା କରନ୍ତୁନି। ଯେତେବେଳେ ପ୍ରଭୁ ଆପଣଙ୍କୁ ସାହାଯ୍ୟ କରିବେ, ଯେତେବେଳେ ଆପଣଙ୍କ ସାଙ୍ଗସାଥୀ ଆତ୍ମୀୟ ଯୋଜନା ଆପଣଙ୍କୁ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେବେ। ଏହି ବ୍ୟକ୍ତିଙ୍କ ପ୍ରତି କେମିତି ଏହା କଲା? ପ୍ରତ୍ୟେକ ଲୋକ ଏହି ପ୍ରକାର ଚକିତ ହେବେ। ଆପଣମାନେ ଦେଖିପାରିବେ, ମିଟିଂ ବିଷୟରେ ଆପଣ ଟିଭି ମଧ୍ୟରେ ଦେଖିବେ ଓ ଜାଣିପାରିବେ। ପୁଣି ଆପଣମାନେ ଆପଣଙ୍କର ସାଙ୍ଗସାଥୀମାନଙ୍କୁ ଆମ ମିଟିଂ ବିଷୟରେ ଜଣାଇ ପାରିବେ ଏବଂ ଆମ ସହିତ ସେବା କାର୍ଯ୍ୟରେ ଜଡ଼ିତ ହୋଇପାରିବେ। ସେଥିରେ ପ୍ରିୟ ଯୀଶୁ ଆପଣଙ୍କୁ ଉଦ୍ଧାର, ମୁକ୍ତ ଓ ଆଶୀର୍ବାଦ କରିବେ। ପ୍ରିୟମାନେ, ଆପଣମାନେ ସାଧାରଣ ବ୍ୟକ୍ତି ନୁହନ୍ତି, ଆଶୀର୍ବାଦ ପ୍ରାପ୍ତ ବ୍ୟକ୍ତିମାନେ ଅଟନ୍ତି। ଆମ ମିଟିଂକୁ ଆସନ୍ତୁ, ଆପଣମାନେ ପ୍ରଚୁର ଆଶୀର୍ବାଦ ପ୍ରାପ୍ତ ହେବେ। ପୁନର୍ବାର ମୁଁ ଆପଣମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଶୀର୍ବାଦ କରୁଅଛି ଏବଂ ଖ୍ରୀଷ୍ଟୀୟ ନମସ୍କାର ଜଣାଉଅଛି। ସମସ୍ତଙ୍କୁ ଧନ୍ୟବାଦ। तेरे नाम में चंगाई, तेरे नाम में रिहाई, तेरे नाम में भलाई, तेरे नाम की दुहाई। तेरे नाम में चंगाई, तेरे नाम में रिहाई, तेरे नाम में भलाई, तेरे नाम की दुहाई। तेरा नाम है सब नामों में पार, तेरे नाम में हम पाते हैं नज़ार। तेरा नाम है सब नामों में पार, तेरे नाम में हम पाते हैं नज़ार। यीशुआ, 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 यीशुआ। तेरे नाम में है अमीरी, तेरे नाम में है खुशी, तेरे नाम में है सलामती, तेरे नाम की हो स्तुति। तेरे नाम में अमीरी, तेरे नाम में है खुशी, तेरे नाम में है सलामती, तेरे नाम की हो स्तुति। तेरा नाम है सब नामों में पार, तेरे नाम में हम पाते हैं नज़ार। तेरा नाम है सब नामों में